ଯେଉଁମାନଙ୍କର ପଞ୍ଚମରେ ବୁଧ ଅଛନ୍ତି ସେମାନେ ସୂର୍ଯ୍ୟଙ୍କର ସହଯୋଗ ମଧ୍ୟ ପାଇପାରିବେ, କାରଣ ସୂର୍ଯ୍ୟ ମଧ୍ୟ ବୁଧଙ୍କର ମିତ୍ର। କଣା ତମ୍ବା ପଇସା ନାଲି ସୂତାରେ ବେକରେ ମଧ୍ୟ ପିନ୍ଧିପାରିବେ। ଏହାଦ୍ୱାରା ମଧ୍ୟ ବୁଧଙ୍କର ଶୁଭ ଫଳ ମିଳିଥାଏ। ସୂର୍ଯ୍ୟଙ୍କର ଉପାୟ ଦ୍ୱାରା ଆମର ଅନ୍ୟ ଦୋଷ ଗୁଡ଼ିକ ମଧ୍ୟ ନଷ୍ଟ ହୋଇଥାଏ। ବହୁତ ସମୟରେ ଆମେ ଆଉ ଗୋଟିଏ ଦୋଷ ମଧ୍ୟ କରିଥାଉ, ଯାହାକି ଅଳ୍ପ ପଇସାରେ ଆମକୁ ବାଘ ମୁହଁ ବାଲା ଜାଗା ବା ଘର ଯଦି ମିଳୁଛି ଆମେ ତାକୁ ଆଉ ଗୋଟିଏ ବାଘ ମୁହଁ ବାଲା ଜାଗା କିମ୍ବା ସାପ ଲାଞ୍ଜିଆ ଘର ଯାହା କୁହନ୍ତି, ସେହିପରି ଘର ଯଦି ଆମକୁ ଅଳ୍ପ ପଇସାରେ ମିଳିଲା ତେବେ ଆମେ ସେ ଘର କିଣି ଦେଇଥାଉ। କିନ୍ତୁ ଏହିପରି ଯଦି ବୁଧ ପଞ୍ଚମରେ ଥିବା ବ୍ୟକ୍ତି ଏହିପରି ଘର ନିଅନ୍ତି ତେବେ ଏମାନଙ୍କ ପାଇଁ ବହୁତ ଅଶୁଭ ଫଳ ଏହି ଘର ଦେଇଥାଏ। ଏମାନଙ୍କ ଗୌମୁଖୀ ଘର ଉତ୍ତମ ଫଳ ଦେଇଥାଏ। ମାନେ ଯାହାର ଯେଉଁ ଘରଟି ଆଗପଟକୁ ମୁହଁଟା ଛୋଟ ଏବଂ ପଛପଟକୁ ଏଇଟା ବିରାଟ ବଡ଼ ଥାଏ, ଏହି ଘର ଏମାନଙ୍କୁ ଉତ୍ତମ ଫଳ ଦେଇଥାଏ। ଏପରି ଘର ଏମାନଙ୍କ ପାଇଁ ଖୁସି, ଉନ୍ନତି ଏବଂ ଟଙ୍କା ପଇସାର ଅଭାବ ମଧ୍ୟ ରଖେ ନାହିଁ।